ସକାଳର ଜଳଖିଆରେ ହେଉ କିମ୍ବା ପିଲାଙ୍କ ଟିଫିନ୍ ବକ୍ସ ଯଦି ଏ ପରଟାଟି ଦେବେ ପିଲା ତ ବିଲକୁଲ ଟିଫିନ୍ ଶେଷ କରିକି ଆସିବେ, ଜଳଖିଆ ମଧ୍ୟ ଆପଣଙ୍କର ଏକଦମ ବଢ଼ିଆ ହେବ। ରୁଟି ପାଇଁ ଯେଉଁ ଅଟା ଚକଟୁଛନ୍ତି ସେଇ ଅଟାରୁ ଆପଣମାନେ ରୁଟି ଭଳି ବେଲି ନେବେ। ପିଆଜକୁ ଟିକେ ତେଲରେ ଭାଜିଦେବେ। ପିଆଜକୁ ଲମ୍ବା ଲମ୍ବା ଭାବରେ କାଟିବେ। ଜିରା ଗୁଣ୍ଡ, ଗରମ ମସଲା, ଧନିଆ ଗୁଣ୍ଡ, ଧନିଆ ପତ୍ର, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ଚାଟ୍ ମସଲା ଏ ସବୁକୁ ଦେଇକି ଟିକେ ଭାଜିକି ଏହାକୁ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଏହାପରେ ଏଇଭଳି ଭାବରେ ଟ୍ରାଙ୍ଗଲ ସେପ୍ରେ ଆପଣମାନେ ପୁର ଦେଇକି ଅଟା ଦେଇକି ଆପଣମାନେ ବେଲି ନେବେ। ଦେଖନ୍ତୁ ଗୋଟେ ବିଲକୁଲ ଆମର ରେଡ଼ି ହେଇଗଲା। ତାୱା ଗରମ କରିକି ରଖିଥିଲି, ସେ ଗରମ ତାୱାରେ ଆପଣମାନେ ଦୁଇ ସାଇଡ଼୍ ପ୍ରଥମେ ସେକି ନେବେ। ସେକି ହେଇସାରିଲା ପରେ ଆପଣମାନେ ରିଫାଇନ୍ ତେଲ ଦିଅନ୍ତୁ, ବଟର ଦିଅନ୍ତୁ, ଘିଅ ଯାହା ବି ଆପଣମାନଙ୍କୁ ପସନ୍ଦ ଆପଣମାନେ ଦେଇକି ଦୁଇ ସାଇଡ଼୍ ଭଲ ଭାବରେ ଭାଜିଦେବେ। ଦେଖନ୍ତୁ ପରଟା ଆମର ବିଲକୁଲ ବଢ଼ିଆ ଭାବରେ ଲାଲ ଲାଲ କରିକି ଆପଣମାନେ ଭାଜିଦେବେ। ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। ଫୁଲକା ଫୁଲକା ପିଆଜ ପରଟା ବିଲକୁଲ ଆମର ରେଡ଼ି। ବନେଇବା ସହଜ, କମ୍ ଟାଇମ୍ରେ ଆପଣଙ୍କର ଜଳଖିଆ ରେଡ଼ି ହେଇଯିବ। ଏଇଭଳି ଭାବରେ ଆପଣମାନେ ପିଲାଙ୍କ ଟିଫିନ୍ରେ ଦିଅନ୍ତୁ କିମ୍ବା ସକାଳ ଜଳଖିଆରେ ପିଆଜ ପରଟା ବନେଇ ଖାଆନ୍ତୁ। ଷ୍ଟଫିଂ ବଢ଼ିଆ ଭାବରେ ହେଇଛି। ଦେଖନ୍ତୁ କେବଳ ପିଆଜ ଦେବେ, ଖାଇବା ପାଇଁ ବଢ଼ିଆ ଲାଗିବ। କିପରି ଲାଗିଲା ନିହାତି ଜଣେଇବେ।